देखिपे एटा हूँ बाबा मुख्य द्वार बाबा धबलेश्वर मुख्य द्वार एगुटिक जमी देखिपे हूँ बाबा धबलेश्वर पीठ नमस्कार दर्शक बंधु आज बाबा धबलेश्वर आउ किछि इतिहास और कहानी विषय जानिबा जोटा कि नयागढ़ जिला बिरुड़ा पंचायत बाघेरा ग्राम अवस्थित बाबा धबलेश्वर विराजमान होइछन्ति। पुणी आउ किछि बाबा विषय आम जानिबा आपण माने संपूर्ण भिडियोटी को देखंतु जानि पारे बाबा धबलेश्वर विषय। जदि आपण माने बाबा धबलेश्वर निकट को जाउछन्ति ताहले पाखापाखि 150 रु ऊर्ध्व पाहाच आपण को देकी जीवा पड़ियो ताहले बाबा धबलेश्वर दर्शन मिलिबो। अति चमत्कार मंदिर एवं अति सुंदर मंदिर टी हेछि जोटा कि नयागढ़ जिलार बिरुड़ा पंचायत बाघेरा ग्राम अवस्थित बाबा धबलेश्वर। एपटे जमी देखिपे एपटे बाट गणेश बस बाबा धबलेश्वर पीठ में आप आसिले निहाती बाबा प्रदर्शन करें जगह परिचय मो ना जोगेन्द्र महापात्र ग्राम बाघरा जिला आमर नयागढ़ एवं धबलेश्वर सेवासी मंदिर परिसर आउ कौन कौन सब अच्छी आमको कहीपर बाबा धबलेश्वर पीठ मो ठाकुर टे परिचय सब पचारे जहाँ कहि कि ठाकुर गोटे जनाते गायबी तापर ठीक है। ओम वक्रतुंड महाकाय सूर्यकोटि सम प्रभु निर्विघ्ने कुरुमे देव सर्वकार्यस्य सर्वदा ओम वंदे देव उमापति सुरगुरु वंदे जगत कारणं वंदे पन्नंगभूषण मृगधरं वंदे पशुनापति वंदे सूर्यं शशाभ्यवनिनयनं वंदे मुकुंदप्रियं नमः शिवाय श्री धबलेश्वर महादेवाय शरणारविंदरे कोटि कोटि प्रणाम। धबलेश्वर चतुर्पार्श्वे अच्छी माँ बामांगिनी होती माँ पार्श्वदेव अच्छा महावीर ठाकुर ये आवाहन काल भी स्थापना करा एपटे पादुकनाल रहिले माँ गंगा एवं पाखे रहिले सत्यजुगर देवता विश्वनाथ एवं ये सड़ामुख कार्तिकेश्वर रहिले जहाँ शिवंकर पुत्र एवं आमर दक्षिण द्वार रहिले गणपति बाबा ठाकुर सूर्यनारायण विराजित प्रभु रामेश्वर आवाहन काल ये स्थापना करा माँ शिवंकर बामांगिनी हिसाब से माँ पार्वती बामांगिनी रही एवं
ଏଠି ଦାରୁ ରୂପରେ ବି ବହୁ ଠାକୁର ଯେବେଠୁ ଏଠି ଉତ୍ପତ୍ତି ଏ ଦାରୁ ସେବେଠୁ ସେଇ ଲିମ୍ବ ଗଛ ଉତ୍ପତ୍ତି ହେଇଛନ୍ତି। ଠାକୁରଙ୍କର ମହିମା ଅପାର। ଠାକୁର ଉତ୍ପତ୍ତି କେଉଁ ମହାତ୍ମା ମାନେ କେଉଁ ଆବାହନ କାଳରୁ ଇଏ ମାନେ ନିଜେ ଆବିର୍ଭାବ ସେ କଥା ଆମେ କହିପାରିବୁନି, କିନ୍ତୁ ଆମର ପୂର୍ବପୁରୁଷମାନେ ଯାହା କହିଛନ୍ତି ଯେ ଏଇ ବାଘରା ଗ୍ରାମରେ ଜଣେ ଗୋପାଳ ମାନେ ଗୌଡ଼ ଲୋକ ବସବାସ କରୁଥିଲେ। ଏଠି ସେ କିଛି ଗାଈ ରଖିଥିଲେ। ସେ ଗାଈ ଭିତରେ ତାଙ୍କର ଗୋଟେ କଳା ଗାଈଟିଏ ଥିଲା, କାଳି ଗାଈ। ସେଇ ଅଝାଡ଼ ଜଙ୍ଗଲ ଥିଲା, ରାସ୍ତାଘାଟ ଗମନାଗମନ ଠିକ୍ ନଥିଲା। ଏଠି ଜନ୍ତୁଗୁଦା ବାଘ ଭାଲୁ ହିଂସ୍ର ଜନ୍ତୁ ବି ରହୁଥିଲେ। ସେ ଗୌଡ଼ ସଦାବେଳେ କିଛି ଦିନ ପରେ ସେ ଅନୁଭବ କିଛି ଦେଖିବାକୁ ପାଇଲେ। ସେତେବେଳେ ତ ଗୌଡ଼କୁ ଆମେ କହନ୍ତି, ସର୍ବସାଧାରଣ ଗାଁ ମାନେ କହନ୍ତି ଯେ ଗୌଡ଼ମାନେ ମୂର୍ଖ। ହେଲେ ବି ଯେହେତୁ ତାଙ୍କର ଗାଈଟି ଯେତେବେଳେ କ୍ଷୀର ନଦେଲା ଗୁହାଳରେ, ସେ ଦେଖିଲେ ଏଠି ଗାଈ ମୋର ତ ମାନେ ଛୁଆ ତା'ର କ୍ଷୀର ପିଇବାକୁ ବି ଠୋପେ ପାଉନି, ଗାଈ କ୍ଷୀର ତାହେଲେ ଅସୁବିଧା କ'ଣ ହେଉଛି? ସେ ଗାଈ ଗୋଠରୁ ସେଇ କାଳି ଗାଈ ସଦାବେଳେ ଅଲଗା ତା'ର ସେ ଚରାବୁଲା କରେ। ଏ କିଛି ଦିନ ବାରମ୍ବାର ହେଲା ପରେ ସେ ଗୌଡ଼ ଜଣଙ୍କ ଗାଈର ପିଛା କଲେ। ସେ ଠାକୁର ଯେଉଁଠି ଉତ୍ପତ୍ତି ଆମର ହେଇଛନ୍ତି ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ, ସେଇଠି ଗାଈ ଚାରି ଖୋରାରେ ଠିଆ ହେଇଛି। ସେ ଲିଙ୍ଗରେ ଆପେ କ୍ଷୀର ସବୁଛି ଏବଂ ତା ସହିତ ଲିଙ୍ଗରେ ସର୍ପମୂର୍ତ୍ତି ସେ ରହିଛନ୍ତି, ସେ ନିଜେ ବି ପିଉଛନ୍ତି। ସେତେବେଳେ ତ ରଜା ମହାରାଜାଙ୍କର ସମୟ। ସେତେବେଳେ ତ ଯାହା ସୁବିଧା ଅସୁବିଧା ହେଲା ରଜାଙ୍କୁ ଜଣାଇବାକୁ ପଡ଼ିବ, ନହେଲେ ନାହିଁ। ସେତେବେଳେ ରଜାଙ୍କର ନିର୍ଦ୍ଦେଶ ଅନୁସାରେ ଲୋକଙ୍କୁ ଫାଶୀ ଦିଆଯାଇପାରେ, ନହେଲେ ମୁଣ୍ଡ କାଟିବ। କିନ୍ତୁ ଏଇ ଅଞ୍ଚଳରେ ଯେଉଁମାନେ ବୁଦ୍ଧିଜୀବୀ ଲୋକ ଥିଲେ ସେ ଜାଣିଲା ପରେ ରଜାଙ୍କୁ ଖବର କରାହେଲା। ରଜା ନିଜେ ଆସିଲେ, ଦେଖିଲେ ନାଇଁ ଠିକ୍ ସେଠି ଠାକୁରଙ୍କର ଉତ୍ପତ୍ତି ହେଇଛି। ତେଣୁ ଏଠି ହେଲା ପରେ ତାଙ୍କ ପାଇଁ ବିଭିନ୍ନ ମାନେ ତାଙ୍କ ପାଇଁ ଠାକୁରଙ୍କ ପାଇଁ ସବୁ ସମ୍ପତ୍ତି ବାଡ଼ି ବିଲ ବାଡ଼ି ସବୁ ଖଞ୍ଜା ଗଲା। ଏଠି ବ୍ରାହ୍ମଣ ଖଞ୍ଜା ଗଲା, ସେବାସୀ ମହାପାତ୍ରଙ୍କର ଖଞ୍ଜା ରହିଲା ବାଘେରାରେ। ଗୌଡ଼ ଏବଂ ଗୁଡ଼ିଆ କାହାଳିଆ ଏବଂ ଛତିଶ ପାଟକ ଯେଉଁ ନିଯୋଗ ହିସାବରେ ଖଞ୍ଜା ତାଙ୍କ ପାଇଁ କରାଗଲା। ଏସବୁ କଲା ପରେ ମନ୍ଦିର ତାପରେ ରଜାଙ୍କର ସମୟ। ସେ ତ ବହୁ ଆବାହନ କାଳର କଥା। ସେ ରଜା ଧୀରେ ଧୀରେ ସବୁ ଖଞ୍ଜା କଲେ। କିଛି ସାଧୁ ଏ ବାଘରା ଗ୍ରାମର ପାହାଡ଼ ରାସ୍ତା ଦେଇକି ଯିବା ସମୟରେ କିଛି ଦେଖିଲେ ଯେ ତାଙ୍କର ଦିବ୍ୟ ଦୃଷ୍ଟିରୁ ସେ ଜାଣିପାରିଲେ ଏଠି କିଛି ଦେବତାଙ୍କର ପୀଠ ଏଇଟା। ସେ ଲୋକ ସମାଜ ଜାଣିବା ପାଇଁ ସେ ସମସ୍ତଙ୍କୁ ଜଣାଇ ଦେଲେ ଯେ ଯେବେ ପ୍ରକୃତରେ ତୁମେ ଏଠି ଦେବତା ଅଛ, ତାହେଲେ କଳା ପାହାଡ଼ଟା ଟୋଟାଲ ଧଳା ହେଇଯାଏ, ଠାକୁର ଖାଲି ରହିବେ କଳା। ପ୍ରକୃତରେ ପାହାଡ଼ଟାକୁ ଯେବେ ଦେଖିବେ ଖଣ୍ଡେ ହେଲେ ପଥର କେଉଁଠି ହେଲେ କଳା ନାହିଁ। ଠାକୁର ଧବଳେଶ୍ୱର ଯେତିକି ଲିଙ୍ଗ ହେଉଛନ୍ତି କଳା। ତାଙ୍କର ମୁଖ୍ୟ ପର୍ବ ହେଲା କାର୍ତ୍ତିକ ମାସ, ପ୍ରତି ସୋମବାର ବଡ଼ ଓଷା ମାନସିକ କୋଡ଼ୁଆ ବସୁଛି, ମାଟିର ହାଣ୍ଡି ଯେଉଁ ପର ପୁଣା ହିସାବରେ, ଏବଂ ପୂର୍ଣ୍ଣମୀ କାର୍ତ୍ତିକ ମାସ ଗଲା। ତାପରେ ଜାଗର ହେଉଛି ଆଙ୍କର ଏଠି ବି ବଡ଼ ପର୍ବ। ଶ୍ରାବଣ ମାସରେ ବହୁ ଦୂର ଦୂରାନ୍ତରୁ ବି ଏଠିକି ଆସନ୍ତି ଶ୍ରାବଣ ଭାର ଧରିକି ଭକ୍ତମାନେ। ଏବଂ ସାବିତ୍ରୀ ଓଷା ବିଭିନ୍ନ ପ୍ରକାର ଯେଉଁ ଆମର ହିନ୍ଦୁ ଧର୍ମରେ 12 ମାସରେ 13 ପର୍ବ, ଏଠି ବି ସବୁ ପର୍ବ ପାଳନ କରାଯାଉଛି। ଏବଂ ଦୋଳ ପୂର୍ଣ୍ଣମୀ କି ଠାକୁର ଏଇ ଆମର ଆଞ୍ଚଳିକ ଏଇ ଯେଉଁ ଅଞ୍ଚଳରେ ଗ୍ରାମ ଅଛି 12 ଖଣ୍ଡି ଗାଁ, ସବୁ ଗାଁକୁ ଯାଇ ପରିଭ୍ରମଣ କରି ଏବଂ ଦୋଳଯାତ୍ରାରେ ବାଘରାରେ ବି ପାଳନ କରାଯାଏ। ଏମିତି ସବୁ ପ୍ରକାର। ଏବଂ ସକାଳୁ ଆଙ୍କର ନୀତି ହେଲା, ସକାଳୁ ଅବକାଶ, ସେବାସୀ ଆସିଲା ପରେ ମହାପାତ୍ର ଆସିଲା ପରେ ସେ ମନ୍ଦିର ଖୋଲିବେ। ପରିଷ୍କାର ପରିଚ୍ଛନ୍ନତା କଲା ପରେ ସକାଳୁ ପ୍ରଥମ ହେଲା ଅବକାଶ କରାହବ, ତାପରେ ସ୍ନାନ, ତାପରେ ସକାଳ ଆଳତି, ତାପରେ ବଲ୍ଲଭ ପୂଜା, ତାପରେ ଦ୍ୱିପହର ଧୂପ ସମୟରେ ଆମର ଏଠି ପ୍ରତିଦିନ ଖେଚେଡ଼ି ଡାଲମା କ୍ଷୀରି ଠାକୁରଙ୍କର ଭୋଗ ହୁଏ। ସନ୍ଧ୍ୟା ଏବଂ ଧୂପ ବି ହୁଏ, ଦ୍ୱିପହର ଧୂପ। ଏବଂ ମାସକରେ ବର୍ଷକରେ 3 ମାସେ ତା ସହିତ ଏଇ ଖେଚେଡ଼ି ଡାଲମା କ୍ଷୀରି ସହିତ
ଏଣ୍ଡୁଳି ପୂଜା ହୁଏ। ଧନୁରୁ ମକର ପର୍ଯ୍ୟନ୍ତ ଧନୁ ମୁଆଁ ପୂଜା ହୁଏ ଏବଂ କାର୍ତ୍ତିକ ମାସରେ ଦାମୋଦର ମୁଆଁ ପୂଜା ହୁଏ। ଏଭଳିଆ ବହୁତ ଖଞ୍ଜାବାଡ଼ି ଠାକୁରଙ୍କର ଅଛି ଏବଂ ପର୍ବପର୍ବାଣୀରେ ବହୁ ଯାତ୍ରୀ ସମାଗମ ବହୁତ ଏଠି ଭିଡ଼ ଜମୁଛି। କାର୍ତ୍ତିକ ମାସ ପୂର୍ଣ୍ଣମୀରେ ବହୁତ ଭିଡ଼ ହେଉଛି ଏବଂ ଜାଗରରେ ଏଇ ବେଢ଼ା ପରିସର ଭିତରେ ତଳୁ ବି ଭିଡ଼ ଜମୁଛି ପାହାଡ଼ ସାରା ଏବଂ ଠାକୁରଙ୍କର ବହୁତ ମାନସିକ ଏଠି ଯିଏ ଯାହା କରନ୍ତି ଇଏ ହେଉଛନ୍ତି ପଶ୍ଚିମାମୁଖା ଠାକୁର। ତାଙ୍କର ମୁଖ୍ୟ ମାନସିକ ହେଉଛି ଯେଉଁ ଧଳା ଛଉ ହୁଏ ଠାକୁର ସେଥିପାଇଁ ପ୍ରସିଦ୍ଧ ଏବଂ ସନ୍ତାନ ସନ୍ତତି ବି ଯିଏ ଗୁଆ ନଡ଼ିଆ ବସିକି ଯାଆନ୍ତି ସେଥିବି ବି ସେ ସଫଳ ହୁଅନ୍ତି ଏବଂ ଭକ୍ତି ନିଷ୍ଠା ରହିବା ଦରକାର। ଏବଂ ଏଠି ବହୁ ଯଜମାନ ମାନସିକରେ ଜଳାଭିଷେକ ରୁଦ୍ରାଭିଷେକ ଏବଂ ବହୁତ ସବୁ ଠାକୁରଙ୍କର ନୀତି ନିୟମ ଅନୁସାରେ କାମ ହୁଏ। ଏବଂ ଏଠି ଆମର ସେବାସୀଙ୍କର ଭିତରେ ଏକତା ଆମର ବୋର୍ଡ଼ ଅଛି ପ୍ରତିବର୍ଷ ମାନେ ଆମର ବଛା ଯାଉଛି ପରିଚାଳନା କରିବା ପାଇଁ। ଏମିତି ଠାକୁରଙ୍କର ବହୁତ ଲୀଳା। ଆଉ କ'ଣ ଯେ ପଚାରିବେ ଆପଣ ପଚାରନ୍ତୁ ମୁଁ କହିବି। ଶ୍ରାବଣ ମାସରେ ବି ପାଖାପାଖି କେତେ ଲୋକ ହୁଅନ୍ତି? ଶ୍ରାବଣ ମାସରେ ବର୍ତ୍ତମାନ ଯାହାହେଲେ ବି 500ରୁ ଲୋକ ଏଠି ଅଧିକ ହେଉଛନ୍ତି ଏବଂ ବହୁତ ଦୂରରୁ ବି ଆସୁଛନ୍ତି। ଶ୍ରାବଣ ମାସରେ ଆମର ଯେଉଁ ଲୋକ ପାଣିଟା କେଉଁଠୁ ଆମର ଆଣନ୍ତି ଉଠେଇକି ଲୋକମାନେ ଏଠୁ? ପାଣି ଆମର କଣ୍ଟିଲ ଯେଉଁ ମହାନଦୀ ଅଛି ନୀଳମାଧବଙ୍କ ଘାଟରୁ ଆସୁଛି। ବାଙ୍କି ଦୂରରୁ ଯିଏ ଯେଉଁ ପ୍ରତି ପାଳି 500 ହିସାବରେ ହେଲେ ଏମିତି ତ କହିହେଉନି। 4-5 ହଜାର ଲୋକ ବହୁତ ମୁଁ କହିଥିଲି ଯେ ବିଶେଷ ପ୍ରସାର ହେଇନି, ତେଣୁ 4-5 ହଜାର ଲୋକ ହୁଅନ୍ତି ଶ୍ରାବଣ ମାସରେ। ଆଉ ଏଠି ଆମର ମା ପାର୍ବତୀ ଅଛନ୍ତି ହେଲା କି, ସିଏ ସେପଟେ ଥିଲେ, ସେ ଏପଟେ ବର୍ତ୍ତମାନ ହନୁମାନ ଯାଇଛନ୍ତି ସେପଟେ ରହିଯାଇଛନ୍ତି, ସିଏ ଖାଲି ପଡ଼ିଗଲେ। ଏଠି 5-7 ବର୍ଷ ହେଲା ଏଠିକି ବି ଠାକୁର ମାଙ୍କର ଆଜ୍ଞା ଯୋଗୁଁ ଏପଟକୁ ପୁଣି ଆସିଛନ୍ତି। ଆଉ ନୂଆ ମନ୍ଦିର ହେଇଛି, ଏପଟେ ବାବା ରାମେଶ୍ୱର ଅଛନ୍ତି। ତ ଓଡ଼ିଶା ସରକାର ଅଧୀନକୁ ଏ ମନ୍ଦିର କଲାଣି ନା ନାଇଁ କ'ଣ କହିବେ? ଓଡ଼ିଶା ସରକାରଙ୍କ ତରଫରୁ ଯଦି ଆମର ଦେବତାର ଆମର ଯେଉଁ ସବୁ ବିଭାଗ ଅଛି, ସବୁ ବିଭିନ୍ନ ପ୍ରକାର ସବୁ କାର୍ଯ୍ୟ ବିଭାଗ ଥାଏ, ଏଇ ଯେଉଁ ବିଭାଗ ଅଛି ଦେବତାର ବିଭାଗ, ଏଇ ଦେବତାର ବିଭାଗ ତରଫରୁ ଆମର କିଛି ଯୋଗାଯୋଗ ହେଇପାରିନି। ତଥାପି ଏଇ ଗଲା 4-5 ବର୍ଷ ତଳେ ବିଜେଡ଼ି ସରକାର ସମୟରେ ସେ ଠାକୁରଙ୍କର ଯେଉଁ କଲ ମୁନରେ ଯେଉଁ ଥିଲେ ଆଗରୁ, ତାଙ୍କ ମୁନରେ କ'ଣ ଗୋଟେ ସମସ୍ତେ ତ ଦରଖାସ୍ତ ପକାଇଥିଲେ କେଉଁ ଠାକୁରଙ୍କୁ ପାଣ୍ଠି ଦେଇ କ'ଣ ପାଇଁ, ତେଣୁ ସେ ଠାକୁରଙ୍କର ବାବାଙ୍କର ଗୋଟେ ଆଜ୍ଞା ହେଲା, ସିଏ ହେଇ କଲମନରେ ଯେଉଁ ମହାମୁନି ସିଂହ ଲେଖନୀରେ ସବୁ ଜିନିଷ କାର୍ଯ୍ୟ ହୁଏ, ତାଙ୍କ ମୁଣ୍ଡରେ କେମିତି ଗୋଟେ ହେଲା। ତାଙ୍କରି ଅମଳରେ ପ୍ରାୟ 1 କୋଟି ଟଙ୍କାର କାମଟି ଆସିକି ତଳେ ସବୁ ହେଇଛି, କଲ୍ୟାଣ ମଣ୍ଡପ ବିଭିନ୍ନ ପ୍ରକାର ବାବାର କଲର ଫଲର ଏଇସବୁ କଥା ହେଇକି କିଛିଟା ମିଳିଛି। ତେଣୁ ଆହୁରି ବୁଢ଼ୀ ଜିନିଷ ବାକି ରହିଯାଇଛି ବାବାଙ୍କର। ସିଏ ମନ୍ଦିର ପରିସରରେ ଅନେକ କାର୍ଯ୍ୟ ଆହୁରି ବାକି ଅଛି। ଗୁଡ଼ାଏ କାମ ବାକି ଅଛି। କ'ଣ କହିବେ ତାହେଲେ ଆଗକୁ? ଆପଣ ଏ ମନ୍ଦିର ପରିସରରେ ଅନେକ କାର୍ଯ୍ୟ ବାକି ଅଛି। ମୁଖ୍ୟ ଆଉ କ'ଣ ଅସୁବିଧା କ'ଣ ଆପଣ କହିପାରିବେ ମନ୍ଦିର କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି? ମନ୍ଦିରର ତ ମୁଖ୍ୟ କଥା ହେଉଛି ଆମର ପୂର୍ବରୁ ପୁରୁଷରୁ ଚାହିଁକି ଲୋକମାନଙ୍କ ସମାଗମ ଚାହିଁକି ଯେଉଁ ମନ୍ଦିରଟି ଯେଉଁ ହେଇଥିଲା, ବେଢ଼ାଟି ହେଇଛି ପାହାଡ଼ର ଶୀର୍ଷ ଉପରେ, ୟାକୁ ଆମର ଗୋଟିଏ ଯୁଗକୁ ଯୁଗ ଆଗଉଛି ଏବଂ ଏଇ ଯେଉଁ ପରିସୀମାଟା ଟିକିଏ ବଢ଼ିଆ ଦରକାର। ଆ ପାଇଁ ତଳେ ଯଦି 10 ଟଙ୍କା ଖର୍ଚ୍ଚ ହୁଏ, ଆପରେ 30 ଟଙ୍କାଟି ଲାଗେ ପାରିଶ୍ରମିକଟା। ତେଣୁ ଆର ପରିସୀମା ବ୍ୟାସାର୍ଦ୍ଧ ଟିକେ ହେବ। ଆଉ ମୁଣ୍ଡିଆ ଉପରେ ଶୀର୍ଷରେ ବିଶ୍ରାମଗାର, ରୋଷେଇ ଘର, ଏମିତି ଗୁଡ଼ିଏ ଆହୁରି ଜିନିଷ ଠାକୁରଙ୍କ ବହୁ କାର୍ଯ୍ୟ ଅଛି। କ'ଣ ତାଙ୍କୁ ଆମ ଶେଷ ତ କରିହେବ ନାହିଁ। ପରିସୀମା ବ୍ୟାସାର୍ଦ୍ଧ ହେଲେ ଆଉ ଟିକେ ଲୋକଙ୍କର ବର୍ତ୍ତମାନ ଖୁନ୍ଦା ପିଲା ପୁରା ଗହଳିରେ ଆଉ ହେଇପାରୁନି। ନୟାଗଡ଼ ଜିଲ୍ଲାରେ ଅନେକ ମନ୍ଦିର ହୋଇସାରିଲାଣି, ଧବଳେଶ୍ୱର ହେଉଛି ଅନ୍ୟତମ ସବୁଠାରୁ ଐତିହାସିକ ଏବଂ ପୁରୁଣା ମନ୍ଦିର। ଆପଣ ତାକୁ ନେଇକି ଅନେକ କ'ଣ କହିବେ? ଶୁଣନ୍ତୁ, ଆମର ଅଛି 7 ରଙ୍ଗ। 7 ରଙ୍ଗ ଭିତରୁ ଧଳା, କଳା, ନାଲି, ନେଳି ବିଭିନ୍ନ ରଙ୍ଗ ଅଛି, 7 ରଙ୍ଗ। ଏଇ ଯେଉଁ ରଙ୍ଗ ଭିତରେ ସବୁଠୁ ସ୍ୱଚ୍ଛ ହେଲା ଧବଳ।
ଧବଳ ରଙ୍ଗରେ ଆପଣ ନାଲି ନେଳିକି କଳା ଯାହାଟିଏ ପକେଇବେ ସେ ବିଶୁଦ୍ଧ ହୋଇଗଲା, ବିଯୋଗ ହୋଇଗଲା। ଧଳା ସମସ୍ତ ହାତରେ ମିଶିପାରିବ, କିନ୍ତୁ ଧଳାରେ ଯାହା ମିଶିଲା ସିଏ ପାପୀ ହୋଇଗଲା। ତେଣୁ ଇଏ ସମସ୍ତ ହାତରେ ମିଶିପାରିବେ। ଆଠି ଯିଏ ମିଶିବ ସିଏ ମାନେ ପାପ, ଇଏ ଧର୍ମ। ଧଳା ଜିନିଷଟା ହେଉଛି ସଦାବେଳେ ସ୍ୱଚ୍ଛ। ଇଏ ହେଉଛନ୍ତି ଆମର ସମସ୍ତଠୁ ଅଲଗା ଭିନ୍ନ, ଇଏ ସ୍ୱଚ୍ଛ। ଆଉ ସବୁ ଅଛନ୍ତି ଧଳାରେ ଆପଣ ଆମର ଶାସ୍ତ୍ର ଅନୁସାରେ ଗୋଟେ ଧଳା କଲର୍ରେ ଆପଣ ଯଦି ହଳଦିଆ ପକେଇଲେ ସିଏ ହଳଦିଆ ଦେଖେଇବ ତା ଧର୍ମଟା, କିନ୍ତୁ ଧଳାରେ ଯଦି ଆପଣ ହଳଦିଆରେ ମିଶିବେ ସିଏ ପୁଣି ହେଇ ହଳଦିଆ ହେଇଯିବ। ତେଣୁ ଇଏ ସମସ୍ତ ହାତରେ ମିଶିପାରି ୟାଙ୍କ ହାତରେ କିଏ ମିଶିପାରି, ୟାଙ୍କର ମହିମା ଅପାର, ଇଏ ଅଭିନ୍ନ। ଯିଏ ଯାହା ମାନସିକ କରେ ତାର ଏଠି ପୂରଣ ହୁଏ। ବାବା ଧବଳେଶ୍ୱରଙ୍କ ନିଶ୍ଚିତ ପୀଠରେ ନିଶ୍ଚିତ ମନ ଜାଣିନ ଫଳ ଦେବେ। ଆପଣ ଧବଳେଶ୍ୱର ହେଉଛନ୍ତି ପଶ୍ଚିମମୁଖା ଦିଅ। ପଶ୍ଚିମମୁଖା ଶିବଙ୍କର ପାଖରେ ଯେଉଁଠି ଯିଏ ମାନସିକ କରନ୍ତି ନିଶ୍ଚିତ ସଫଳ, ତାଙ୍କର ମହିମା ଅପାର ରହେ। ଇଏ ନୟାଗଡ଼ରେ ରାଜପ୍ରତିଷ୍ଠା ଦିଅ ଯେଉଁ ଫୁଟାଲିଙ୍ଗ, ଇଏ 12 ଶମ୍ଭୁ ଅଧେ। ଏ ଧବଳେଶ୍ୱର ସେଥିରୁ ବି ଜଣେ ଠାକୁର ଅନ୍ୟତମ, ତାଙ୍କର ଅପାର ମହିମା ଏବଂ ବହୁତ ଦୂର ଦୂରାନ୍ତରୁ ବି ଭକ୍ତମାନେ ଏଠି ଭିଡ଼ ଜମୁଛି ତାଙ୍କର କରୁଣା ସହିତ। ସାରା ଓଡ଼ିଶାରୁ ବି ଲୋକ ଓଡ଼ିଶାରୁ ଆସୁଛନ୍ତି। ବାବା ଧବଳେଶ୍ୱରଙ୍କ ମହିମା। ବାବା ଆପଣ ଆଉ କ'ଣ? ଓଡ଼ିଶାରେ ଆପଣ ଅନେକ ମନ୍ଦିର ସବୁ ଦେଖିଥିବେ, କିନ୍ତୁ ସମସ୍ତଙ୍କଠୁ ଆମ ଠାକୁର ଯେମିତି ଧବଳେଶ୍ୱର ପଶ୍ଚିମକା ଭିନ୍ନ, ଯେମିତି ସମସ୍ତଙ୍କଠୁ ଅଲଗାଠୁ ଯେମିତି ସ୍ୱଚ୍ଛତା ଧବଳ, ଇଏ ବୃଷଭ ଯେଉଁ ଆମ ଅଛନ୍ତି ନନ୍ଦୀ, ସିଏ ଏମିତି ବୃଷଭଟି କେଉଁଠି ଆପଣ ଦେଖିବେନି। ଅବଶ୍ୟ ଛୋଟ ବଡ଼ ସବୁ ଅଛନ୍ତି, ଓଡ଼ିଶା ଭିତରେ ଆମର ବଡ଼ ଠାକୁର, ବଡ଼ ବୃଷଭଟିଏ। ଆଉ ଏଇ ବର୍ଷ ଜଣେ ଭକ୍ତଙ୍କ ହିସାବରେ ଆଉ ସବୁ କାରୁକାର୍ଯ୍ୟଟି କରାଯାଇଛି। ସବୁ ବର୍ଷ ରଙ୍ଗାରଙ୍ଗା ହେଇକି ସବୁ କଥା ହେଇକି ଚାଲିଛି ଏମିତି ଆଉ। ଆଉ କ'ଣ ସେପଟିକି ଅଛି ଦେଖେଇଦେବେ, ଆସନ୍ତୁ। ଏପଟେ ଆଉ କ'ଣ କ'ଣ ସୁବିଧା ଅଛି? ଯାତ୍ରୀମାନେ ଆସିବା ପାଇଁ ଏଇଟା ଆମର ଶୌଚାଳୟ ଅଛି, ଏଠି ଷ୍ଟୋର ରୁମ୍ ରଖାଯାଇଛି। ଏଇ ଜାଗା ଗୁରା ଯାତ୍ରା ଫାତ୍ରା ହେଉଛି ଆଉ। ଏଇଟା ଥଳଟା ଠାକୁରଙ୍କର ଯାତ୍ରା, ଠାକୁରଙ୍କର ପରିସୀମା କମ, ତେଣୁ ବାବାଙ୍କର କେମିତି ଗୋଟେ ସିଏ ପୂର୍ବରୁ ତାଙ୍କର ମହିମା, ସିଏ କହିଲେ ବାବା ମୁଁ ଏଠି ରହିବି, ମୋ ପାଖରେ ବହୁତ ଗହଳି ଦରକାର ନାହିଁ, ଯେତିକି ଆସିବ ଦର୍ଶନ କରିକି ଯିବ। ତେଣୁ ତାକୁ ଯାଇକି ଏଠି ସିଏ ଭଗବାନଙ୍କର ଗୋଟେ କେମିତି ଗୋଟେ ଅପାର କରୁଣା, ସିଏ ଏଇଠି ଗୋଟେ ଥଳି ଭଳିଆ ଜାଗାଟିଏ କରିଛନ୍ତି। ଏଠି ଯାତ୍ରା ପର୍ବପର୍ବାଣୀ ବିବାହ କାର୍ଯ୍ୟ, ଏଇଟା ଗୋଟେ ରୋଷେଇ ଘର, ଏଠି ବିବାହ ମଣ୍ଡପ, ଆଉ ଏଇଟା ଶୌଚାଳୟ। ଆଉ କେଉଁ ମହାପୁରୁଷମାନେ ସେତେବେଳେ ତଳୁ ଆଣି ପାଣି ଦେଇ ଯେଉଁ ଗଛ ଗୁଡ଼ିକ ରଖିଛନ୍ତି, କେତେ ଗୁଡ଼ିଏ ଗଛ ବି ଲୀନ ହେଇଗଲେଣି, ତଥାପି ଆହୁରି ଗଛ ଅଛି। କେଉଁ ଆଦିମ କାଳରୁ ଆମ ପିଲାଦିନ ଦେଖୁଛ ଏଇ ଗଛ ଏମିତି। ଆଜି ଯେଉଁ ସରକାରଙ୍କ ତରଫରୁ ଗଲା ବିଜେଡ଼ି ସରକାର ସମୟରେ ଯେଉଁ କୋଟି ଟଙ୍କାର କାମ ଆସିଲା, କଲ୍ୟାଣ ମଣ୍ଡପ, ଆଉ ଏଇ ସବୁ ଶୌଚାଳୟ, ବିବାହ ମଣ୍ଡପ, ରୋଷେଇ ଘର, ଆଉ ଏଇ ଯେଉଁ ପିଣ୍ଡି ସବୁ ଗଛମାନଙ୍କ ଚାରିପଟେ, ଏଠି ଗିରି ଗୋର୍ଦ୍ଧନ ଆମର ଅଛନ୍ତି, ତାଙ୍କ ମନ୍ଦିରଟି ହେଇପାରିନି, ଛୋଟିଆ ମନ୍ଦିରଟି ହେବ ଏଠି ତିଆରି କରାଯିବ। ଏଇ ଜାଗରକୁ ବି ସାଧୁ ସମ୍ମିଳନୀ ସବୁ ଆସିବେ ବୋଲି ଅଛନ୍ତି, 108 ସାଧୁ ଆସିବା ପାଇଁ ଯୋଗାଯୋଗ ଅଛି। ବିଶ୍ୱ ଯଜ୍ଞ ଆଗରୁ ହୁଏ, ବନ୍ଦ ହେଇଯାଇଛି। ଏବଂ ଠାକୁରଙ୍କର ଆଶୀର୍ବାଦ ଏ ବର୍ଷ କିନ୍ତୁ ଗୋଟେ ଯୋଗାଯୋଗ ହେଇଛି। ଏଇ ଜାଗାରେ ହଜାର ହଜାର ଲୋକ ପୁରା ଆପଣ ଏଇ ଜାଗା ପାଇବେନି। ଜାଗରକୁ ଏଠି ନାଟ ମଣ୍ଡପ ହେଇଛି, ଏଠି ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ। ଆଉ ପ୍ରତି ମାସ ସଂକ୍ରାନ୍ତି ଏଠି ଆମର ଗୋଟେ ହେଉଛି ସତ୍ସଙ୍ଗ କରାଯାଉଛି। ଆଉ ଏଇସବୁ ଅଛି। ଏଇଟା ପୁରା ଥଳିଟି ଅଛନ୍ତି। ନିହାତି ଗୋଟେ ଅନୁରୋଧ କରିବି, ଜାଗାଟାକୁ ଟିକେ ପରିଷ୍କାର ରଖିବା କଥା। ଯେଉଁମାନେ ଭୋଜି ଭାତ କରୁଛନ୍ତି ଖଲି ଫଲି ପକେଇ ଦେଇକି ଯାଉଛନ୍ତି, ସେଇଟା ଆପଣଙ୍କ ମାଧ୍ୟମରେ ମୁଁ ଅନୁରୋଧ କରିବି, କିନ୍ତୁ ଟିକେ ପରିଷ୍କାର ରଖିବା ଦରକାର। ଯେହେତୁ ଗୋଟେ ଶୈବପୀଠ, ସ୍ୱଚ୍ଛ ଭାରତ ଯେମିତି କହିଛି ନିର୍ମଳ ପାଇଁ, ପାହାଡ଼ ଉପରେ ରହିଥିବାରୁ ଲୋକମାନଙ୍କର ଗତାଗତ ହେଇପାରୁନି। ଯଦି ତଳେ ଥାଆନ୍ତା ଏତେ ଅପରିଷ୍କାର ନଥାନ୍ତା। ତେଣୁ କିନ୍ତୁ ପର୍ବପର୍ବାଣୀ ଦିନରେ ଭକ୍ତମାନେ ସବୁ ଆସିକି ଏରା ସବୁ ଏମିତି ଆପଣ ଦେଖିବେନି, ପୁରା ନିଟ୍ ଆଣ୍ଡ କ୍ଲିନ୍। ହଁ, ପୁରା ଏରା ସବୁ ପିଲାମାନେ ଆସୁଛନ୍ତି, ସବୁ ଆସିକି ଏରା ସବୁ ଓଳାଓଳି କରିକି ସଫାସୁତୁରା କରୁଛନ୍ତି ସବୁ। ନିହାତି ପରିଷ୍କାର ଶୈବପୀଠ ଯେହେତୁ ପରିଷ୍କାର ଯୋଉଠି ଲକ୍ଷ୍ମୀ ସେଇଠି, ନାଇଁ କି? ମହାଦେବ ବସୁଛନ୍ତି ନା। ହଁ। ଧନ୍ୟବାଦ। ଆପଣମାନେ ଯେମିତି ଶୁଣିପାରିଲେ ବାବା ଧବଳେଶ୍ୱରଙ୍କର ମହିମା ଏବଂ ଇତିହାସ ବିଷୟରେ, ମୁଁ ଏତିକି ଅନୁରୋଧ କରିବି, ମୁଁ ଆଗକୁ ଅନେକ ଭଲ ଭଲ ଭିଡ଼ିଓ ଆଣିବି ଆପଣଙ୍କ ପାଖ ନିକଟରୁ। ତ ଆପଣ କ'ଣ କହିବେ ଟିକେ ମୋ ଚ୍ୟାନେଲକୁ ସପୋର୍ଟ କରିବେ? ଆମର ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ ବାଘାରା ନୟାଗଡ଼ ଜିଲ୍ଲାର ଯେଉଁ ପାହାଡ଼ ଶିଶିରରେ ଧବଳେଶ୍ୱର ଅଛନ୍ତି, ଆପଣ ମିଷ୍ଟର ଆଦିତ୍ୟ ପ୍ରଧାନ ଚ୍ୟାନେଲ୍ ଆକୁ ଏମିତି ତାଙ୍କର ଏଇ ଯେଉଁ ଭକ୍ତିଭାବ ରହିଛି ଆଦିତ୍ୟଙ୍କର, ସିଏ ଆହୁରି ଉତ୍ତରୋତ୍ତର ଯାଆନ୍ତୁ, ଠାକୁରଙ୍କର ଆହୁରି
ଉପରକୁ କେମିତି ସବୁ ଠାକୁରଙ୍କଠି ଏଇଭଳିଆ ଯେଉଁ ଅଲୌକିକ ଗୋଟେ ଜିନିଷ ରହିଯାଇଛି ବଣମାଲି ବଣରେ ରହିଲା ଭଳିଆ କରିକି ଆକୁ ସବୁ ସହଯୋଗ କରନ୍ତୁ ଏବଂ ଆଙ୍କୁ ଲାଇକ୍ କରନ୍ତୁ ଆଉ ଉପରକୁ କେମିତି ଯାଆନ୍ତୁ। ଏତିକି ଆମର ଠାକୁରଙ୍କଠି ଧନ୍ୟବାଦ ବାବୁ ଆସିକି ଆମ ଏଠି ଠାକୁରଙ୍କଠି ଆମମାନଙ୍କୁ ଆସିକି ସହଯୋଗ କରିଥିବାରୁ ବାବା ଧବଳେଶ୍ୱର ବୋଲ ଆନନ୍ଦ କବାର ବାବା ଧବଳେଶ୍ୱର ସମସ୍ତ ଭକ୍ତ ଏବଂ ଆନନ୍ଦ କବାର ନମସ୍କାର।